ସାର୍ ଆପଣଙ୍କ ପରିଚୟ? ମୁଁ ଉମାକାନ୍ତ ମହାନ୍ତ ଜଗନ୍ନାଥପୁର ଗଭର୍ଣ୍ଣମେଣ୍ଟ ପ୍ରାଇମେରୀ ସ୍କୁଲର ଇନଚାର୍ଜ ହେଡ଼ମାଷ୍ଟର। ହାତୀମାନେ ଆସି ଆକ୍ରମଣ କରିଥିଲେ ବିଦ୍ୟାଳୟରେ ଆସିକି କ'ଣ କହିବେ ସେ ଘଟଣା କେମିତି କ'ଣ ଥିଲା? ଆଜ୍ଞା ଦେଖନ୍ତୁ 4 ତାରିଖ ସନ୍ଧ୍ୟା 6ଟା ପାଖାପାଖିରେ 4ଟି ହାତୀ ଆସିକି ଆମ ବିଦ୍ୟାଳୟକୁ ଗେଟ୍ ଡେଇଁକି ଆଉ ପଶି ଆସିଲେ। ତାପରେ ଆମ ଚେୟାରମ୍ୟାନ୍ ଶବ୍ଦ ପାଇକି ମୋତେ ଫୋନ୍ କଲେ, ଦେଇକି ଯେମିତି ମୁଁ ଜାଣିଲି ଯେ ହଁ ହାତୀ ପଶିଛନ୍ତି। ତାପରେ ଆମ ସେ ବିସିପୁର ବିଟ୍ର ଗାର୍ଡ଼ ଦିଦିଙ୍କୁ ଫୋନ୍ କଲି, ଦେଇକି ସେ ଫରେଷ୍ଟ ଡିପାର୍ଟମେଣ୍ଟକୁ ପଠାଇଲେ। ତାପରେ ଫରେଷ୍ଟ ଡିପାର୍ଟମେଣ୍ଟ ଆସି ପହଞ୍ଚିଲା ବେଳକୁ ପ୍ରଥମ କ୍ଲାସ୍ ରୁମ୍ର ଗୋଟେ କବାଟ ଗୋଟେ ଝରକା ଆଉ ଭାଙ୍ଗିକି ତଳେ ପକାଇଦେଲେ। ଦେଇକି ଚାଉଳ ଗୁରା ସେଠି ଥିଲା 2 କୁଇଣ୍ଟାଲ, ସେଗୁଡ଼ାକ ଟାଣି ବାହାର କରିକି ଯାହା ଖାଇଛନ୍ତି ଗେଟ୍ ବାହାର ପର୍ଯ୍ୟନ୍ତ ଛିନ୍ ଭିନ୍ କରିକି ପକାଇଥିଲେ। ତାପରେ ସେଠୁ ଆଉ ଅଲଗା ରୁମ୍ର ବି କବାଟକୁ ବି ଚେପାରେପା କରିଛନ୍ତି। ରୋଷେଇ ରୁମ୍ର ବି କବାଟକୁ ଚେପା କରିଛନ୍ତି। ଅଫିସ୍ ରୁମ୍ର ଝରକାକୁ ମଧ୍ୟ ଚେପା କରିଛନ୍ତି। ସେଗୁଡ଼ାକ ବହୁତ କଷ୍ଟରେ ଜାମ୍ରେ ଖୋଲୁଛି। ଆଉ ଏଇଟା ତ ତାପରେ ଆମେ ସେଇ ସମୟର ବି ଗୋଟେ ଭିଡ଼ିଓ ରେକର୍ଡ଼ିଂ କରିକି ଆମ ଡିପାର୍ଟମେଣ୍ଟକୁ ବି ଦେଇଥିଲୁ ସେଟା ମେସେଜ୍। ତାପରେ ତା ପରଦିନ ବି ଆମ ଡିପାର୍ଟମେଣ୍ଟକୁ ଜଣାଇଥିଲୁ। ସେଇ ବାବଦରେ ସେଦିନ ତା ପରଦିନ ସାଟର୍ଡେ ଥିଲା। ଆଉ ସେଦିନ ମୁଁ ଖବର ନେଇ ଲିଖିତ ଆକାରରେ ଜଣାଇ ପାରିଲିନି, କିନ୍ତୁ ସୋମବାର ଦିନ ତାକୁ ଲିଖିତ ଆକାରରେ ସମସ୍ତଙ୍କୁ ଜଣାଇବି ବୋଲିକି ଗୋଟେ ସିଦ୍ଧାନ୍ତ ରଖିଛି। ଆଉ ଏଇଟା ତ ବର୍ଷ ତମାନ ମଝିରେ ମଝିରେ ହାତୀ ପଶି ଆସୁଛନ୍ତି। ତେଣୁ ଏଇଟାର ସ୍ଥାୟୀ ସୁରକ୍ଷା ପାଇଁ ଟିକେ ପାଚେରୀଟାକୁ ହାଇଟ୍ କରିକି ଆଉ ଗେଟ୍ଟାକୁ ଟିକେ ମଜବୁତ କଲେ ହୁଏତ ହାତୀ ପଶି ପାରନ୍ତେନି, ଆମେ ବି ସେଫ୍ଟିରେ ରହିଥାନ୍ତୁ। ଆଉ ଏଇ ଯେଉଁ ଚାଉଳ ମଧ୍ୟାହ୍ନ ଭୋଜନ ପାଇଁ ଯେଉଁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି, ତାକୁ ଆଗାମୀ ଏଇ ଦୁର୍ଗା ପୂଜା ଛୁଟି ପରେ ସ୍କୁଲରେ ଆଉ ମଧ୍ୟାହ୍ନ ଭୋଜନ ଦେବା ପାଇଁ ନାହିଁ। ସେଇଟା ଟିକେ ଶୀଘ୍ର ଯଦି ଆମ ବିଓ ସାର୍ ତାଙ୍କୁ କିଛି ଗୋଟେ ବ୍ୟବସ୍ଥା କରି ଦେଇପାରନ୍ତେ, ତାହେଲେ ଆମ ପିଲା ବି ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୁଅନ୍ତେନି। ଆଉ ଏଇ ଯେଉଁ ଗୁଡ଼ାକ କବାଟ ଝରକା ଭାଙ୍ଗିଛି, ସେଗା ଟିକେ ଅଫିସ୍ ତରଫରୁ କିମ୍ବା ଫରେଷ୍ଟ ତରଫରୁ ସେଗୁଡ଼ାକ ନିର୍ମାଣ କରି ତାକୁ ଥଇଥାନ କଲେ ଆମେ ବି ଉପକୃତ ହେଇଥାନ୍ତୁ। ତେବେ ଏଇ ଯେଉଁ ହାତୀ ଏଇଟା ପ୍ରଥମ ଥର ବିଦ୍ୟାଳୟକୁ ଆସିଛନ୍ତି ନା ଆଗରୁ କେବେ ଆସିଛନ୍ତି, ସେ ବିଷୟରେ ଟିକେ ଜାଣିବା ପାଇଁ ଚାହିଁବ? ଆଗରୁ ଏଇଟା ମିଶିକି 4 ଥର ହେବ ଆମ ବିଦ୍ୟାଳୟକୁ ଆସିଛନ୍ତି। 2 ଥର ବିଦ୍ୟାଳୟ ଭିତରକୁ ପଶିଥିଲେ, ଆଉ ଥରେ ପାଚେରୀ କଡ଼ରେ ବୁଲି ବୁଲାକି ଯାଇଥିଲେ। ଏଠି ବର୍ଷ ତମାନ ହାତୀମାନଙ୍କର ପ୍ରାଦୁର୍ଭାବ ଅଛି। ତେବେ କ'ଣ ଏହାର କେମିତି କ'ଣ ସ୍ଥାୟୀ ସମାଧାନର ମାନେ ସ୍ଥାୟୀ ସମାଧାନ କେମିତି ହେଇପାରିବ ବୋଲି ଭାବୁଛନ୍ତି? ଯଦି ପାଚେରୀଟାକୁ ଆଉ ଟିକେ ହାଇଟ୍ କରାହେବ, ଆଉ ଗେଟ୍ଟାକୁ ଯଦି ମଜବୁତ ଗେଟ୍ ଦିଆଯିବ, ତାହେଲେ ହୁଏତ ହାତୀ ପଶି ପାରିବେନି ବୋଲି ଆମେ ଭାବୁଛି। ଆଉ ଟିକେ ପାଚେରୀକୁ ହାଇଟ୍ କରାଯାଉ, ଆଉ ଗେଟ୍ଟା ଆଉ ମଜବୁତ କରାଯାଉ। ଆଉ ଯେଉଁଗୁଡ଼ା ଆମର ନଷ୍ଟ କରିଦେଇଛନ୍ତି କବାଟ ଝରକା, ସେଗୁଡ଼ାକ ପୁନର୍ନିର୍ମାଣ କରାହେଉ। ଆଉ ତେବେ ହାତୀ କେତୋଟି ଆସିଥିଲେ? ଫରେଷ୍ଟ ଡିପାର୍ଟମେଣ୍ଟ କେତେବେଳେ ଆସି ପହଞ୍ଚିଥିଲେ, ସେ ବିଷୟରେ ଟିକେ ଜାଣିବା ପାଇଁ ଚାହିଁବ? ହାତୀ 4ଟି ବଡ଼ ହାତୀ ଆସିଥିଲେ, ଆଉ ଗୋଟେ ସାନ ହାତୀ ଆସିଥିଲେ। ଆଉ ଫରେଷ୍ଟ ଡିପାର୍ଟମେଣ୍ଟ ଆମେ ଖବର ଦେବାର ପ୍ରାୟ ସେଇ 20-25 ମିନିଟ୍ କିମ୍ବା ଅଧଘଣ୍ଟା ଭିତରେ ହିଁ ସେମାନେ ପହଞ୍ଚିଥିଲେ। ପ୍ରଶାସନକୁ କ'ଣ ଅନୁରୋଧ କରିବା ପାଇଁ ଚାହିଁବେ? ପ୍ରଶାସନକୁ ଅନୁରୋଧ କରୁଛି ଯେ ଯଦି ଆମର ଯେଉଁ ଜିନିଷ ନଷ୍ଟ ହୋଇଯାଇଛି ସେଗୁଡ଼ାକ ଖୁବ୍ ଶୀଘ୍ର ମରାମତି କରି ଦେଲେ ଭଲ ହେଇଥାନ୍ତା। ଆଉ ମଧ୍ୟାହ୍ନ ଭୋଜନ ପାଇଁ ସେ ଚାଉଳ
ଗୁଡ଼ାର ବ୍ୟବସ୍ଥା କରିଥିଲେ ଭଲ ହେଇଥାନ୍ତା ଆଉ। ମୋ ନାଁ ପାଲୁ ସରେନ ଆଉ ମୁଁ ଏଇ ଜଗନ୍ନାଥପୁର ପାଖାପାଖି ଘର ମୋର। ଆଉ ଏଇ ସ୍କୁଲକୁ ହାତୀ ବାରମ୍ବାର ଆସୁଛନ୍। ଆଗଥର ବି ଆସିଥିଲେ, ସେତେବେଳେ ଏତେ ଭାଙ୍ଗି ନଥିଲେ ସ୍କୁଲଟାକୁ। ଏଇଥର କିନ୍ତୁ ଆସିଗଲେ ଚାରିଟା, ବଡ଼ଗା ଚାରିଟା ଆଉ ଗୋଟେ ଛୋଟଟା ଆସିକି ସେ କବାଟ ଝରକା ଭାଙ୍ଗିକି ଚାଉଳ ଭିତରେ ଯାହା ଥିଲା ସବୁ ଖାଇଦେଲେ। ଯାହା ଖାଇଲେ ଆଉ ଯାହା ଭିଣି ଦେଇଛନ୍। ଆଉ ଏଇ ଜାଗାଟା ଏଇ ସ୍କୁଲଟା ଜଙ୍ଗଲ ପାଖରେ ଅଛି ନା, ସେ ଲାଗି ସେ ବାରମ୍ବାର ଏଇଠି ଆସୁଛନ୍। ଆଉ ଏଇ ସ୍କୁଲଟା ଯଦି ଭଲ ଭାବରେ ପାଚେରୀ ଉଞ୍ଚା ସେ ହେବ ଆଉ ଗେଟ୍ଟା ଟିକେ ଭଲ ଦମ୍ଭ ସେ ହେବ, ତାହେଲେ ଆଉ ହାତୀ ପଶି ପାରିବେ ନାହିଁ। ଏଇଟା ଆମେ ଡିପାର୍ଟମେଣ୍ଟକୁ ଅନୁରୋଧ କରୁଛୁ ଟିକେ ଆଉ। ଆପଣଙ୍କ ନାଁଟା ବୁଧିଆ ଟୁଡୁ, କୋଉଠି ଘର? ଜଗନ୍ନାଥପୁର। କ'ଣ କହିବେ ଏଇ ଯେଉଁ ସ୍କୁଲକୁ କେବେ ହାତୀ ଆସିଥିଲା, କ'ଣ ହାତୀ କ'ଣ ଭଙ୍ଗାରୁଜା କରିଛି, କ'ଣ କହିବା ପାଇଁ ଚାହିଁବେ ସେ ବିଷୟରେ? ସାର୍ ସେ ବିଷୟରେ ଏଇ କେତେ ଦିନ ହେଲା ଆଗକୁ ଆସିଥିଲେ। ବଡ଼ଟା 3ଟା ଆଉ ସାନ ଗୋଟେ। ସ୍କୁଲଟାକୁ ଭାଙ୍ଗି ଦେଇଛନ୍, କବାଟ ଫବାଟ ଝରକା ଫରକା ସବୁ ଭାଙ୍ଗିଛନ୍, ଚାଉଳ 3 ବୁରା ଖାଇଛନ୍। ଏଇ ଯେଉଁ ହାତୀ ଆସୁଛନ୍ତି, କେମିତି କ'ଣ ୟାର ଗୋଟେ ସମାଧାନ କରାଯାଇ ପାରିଥାନ୍ତା? ସରକାରକୁ କ'ଣ କହିବା ପାଇଁ ଚାହିଁବେ? ଆଜ୍ଞା ସେଟା ପାଚେରୀଟା ଭଲ କରିଦଉନ ଆଉ ଗେଟ୍ଟାକୁ ଦମ୍ଭ କରନ୍ତୁ, ସେତିକି ହେଲେ ଭଲ ହେବ।